ଅନୁଷ୍ଠିତ ହେଲା ବାଲେଶ୍ୱର ଯାଦବ ମହାସଭାର ସାଂଗଠନିକ ସମ୍ମିଳନୀ। ପୌର ଓ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ନିଷ୍ପତ୍ତି। ଉତ୍କଳ ଯାଦବ ମହାସଭା ବାଲେଶ୍ୱର ଜିଲ୍ଲା କମିଟିର ତୃତୀୟ ବାର୍ଷିକ ସାଂଗଠନିକ ସମ୍ମିଳନୀ ହୋଟେଲ ମେରିଡିଆନ୍ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅଶ୍ୱିନୀ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଦବ ନେତା କୁନାନନ୍ଦ ଗିରି ସଂଗଠନର ପତାକା ଉତ୍ତୋଳନ କରିଥିଲେ। ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ଧର୍ମାନନ୍ଦ ବେହେରା ଏହି ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ସମାଜରେ ଯାଦବମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସଂଗଠନର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଭାଷ ଚନ୍ଦ୍ର ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ମିତ୍ରଭାନୁ ମହାକୁଡ଼ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଯାଦବ ମହାସଭାର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏନେଇ ଆଗାମୀ ଦିନରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ମହାସଭା ପକ୍ଷରୁ ଅଧିକରୁ ଅଧିକ ପଦବୀରେ ପ୍ରତିଦ୍ୱନ୍ଦିତା ପାଇଁ ପ୍ରସ୍ତୁତ ହେବାକୁ ସେମାନେ ପରାମର୍ଶ ଦେଇଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା, ଯାଦବ ନେତା ସୁଧାଂଶୁ ନାୟକ, ଦିଲ୍ଲୀପ ନାୟକ, ଅମର ନାୟକ, କୈଳାସ ବାରିକ, ପ୍ରଶାନ୍ତ ଦାସ, ବିଷ୍ଣୁମୋହନ ଭଞ୍ଜ, କୈଳାସ ପରିଡ଼ା, ବିଶ୍ୱଜିତ ମହାପାତ୍ର, ଗୌରୀଶଙ୍କର ସାହାଣୀ, ମିହିର ବାରିକ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା କମିଟିର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ମୁଖ୍ୟ ଉପଦେଷ୍ଟା କାର୍ତ୍ତିକ ଚନ୍ଦ୍ର ବେହେରା, ମନୋଜ କୁମାର ଦାସ ସଭାପତି, ଅଶ୍ୱିନୀ କୁମାର ଦାସ ଓ ସୁଶୋଭନ ବାରିକ କାର୍ଯ୍ୟକାରୀ ସଭାପତି, ସଂଗଠନ ସମ୍ପାଦକ ମାଧବାନନ୍ଦ ଦାସ, ସଂଯୋଜକ ଜଗନ୍ନାଥ ଦାସ, ରବୀନ୍ଦ୍ର ମହାକୁଡ଼ ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦାସ, ଯୁବ ବିଭାଗ ସଭାପତି ଇଞ୍ଜିନିୟର ରାଜେଶ ମହାକୁଡ଼ ଓ ଯୁବ ସମ୍ପାଦକ ଅଞ୍ଜନ ବାରିକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିସହିତ ଏକ 45 ଜଣିଆ କାର୍ଯ୍ୟକାରିଣୀ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଜୟ ବାରିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।